ପରମେଶ୍ୱର କାହିଁକି ଦୁଃଖ ଦିଅନ୍ତି? ଅଳ୍ପ କେତୋଟି କଥା ମୁଁ କହିବି। ଯଦି ସେ ଦୁଃଖ ଦିଅନ୍ତି ତାହାଙ୍କ ଦୁଃଖ ଦେବାର ଉଦ୍ଦେଶ୍ୟ କଣ? ଆମେ ଅନେକ ସମୟରେ ଭାବିଥାଉ ପାପ ହେତୁରୁ ହିଁ ଦୁଃଖ ଆସେ ବୋଲି। ଏହା ସତ୍ୟ ଅଟେ। ପରମେଶ୍ୱର ଯାହାକୁ ପ୍ରେମ କରନ୍ତି ତାହାକୁ ସେ ଶାସନ କରନ୍ତି, କିନ୍ତୁ ପରମେଶ୍ୱରଙ୍କର ସବୁ ଶାସନ ପ୍ରେମ ପ୍ରଯୁକ୍ତ ହୋଇନଥାଏ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପରମେଶ୍ୱର ଯଦି ତାହାଙ୍କ ଲୋକମାନଙ୍କୁ ଦୁଃଖ ଦେଇଛନ୍ତି, ଅନେକ କାରଣ ମଧ୍ୟରୁ ପ୍ରଥମ କାରଣ ହେଉଛି ପାପ। ଯଦି ସାଂସାରିକ ଭାବରେ ମଧ୍ୟ ନିଜ ସନ୍ତାନ ଭୁଲ ନ କଲେ ମା ବାପା ଶାସନ କରନ୍ତି ନାହିଁ, ତେବେ ଯେଉଁ ପ୍ରଭୁ ନିଜେ ଦୟାମୟ ଅଟନ୍ତି ସେ ଅକାରଣରେ ଦୁଃଖ ଦିଅନ୍ତି ନାହିଁ। ଯଦି ସେ ପ୍ରହାର କରନ୍ତି, ଆମେ ପଢିବାକୁ ପାଇବା ଏପ୍ରିଲ 12 ଅଧ୍ୟାୟରେ, ଯଦି ସେ ଶାସନ କରନ୍ତି ତାଙ୍କ ଶାସନର ଗୋଟିଏ ଉଦ୍ଦେଶ୍ୟ ଅଛି। ପଢନ୍ତୁ ତାହାର 12 ଅଧ୍ୟାୟ ଏପ୍ରିଲ ପୁସ୍ତକ ଆଉ ତାହାର 10-11 ପଦ। ଶାସନ ଆନନ୍ଦଜନକ ବୋଧ ହୁଏ ନାହିଁ, ପରମେଶ୍ୱରଙ୍କ ଶାସନ ଦୁଃଖଜନକ ବୋଧ ହୁଏ। କିନ୍ତୁ ମନେ ରଖିବା, ସେ କାହାକୁ ଶାସନ କରନ୍ତି? ପ୍ରଭୁଙ୍କ ଲୋକମାନେ, ଯଦି ଆମେ ଏଭ୍ରି ପୁସ୍ତକର ଏହି ଶାସ୍ତ୍ରାଂଶର ପୂର୍ବ ପଦ ଗୁଡାକ ଦେଖୁ, ପଢନ୍ତୁ ତାହାର 3-4 ପଦ ଟିକେ ପଢନ୍ତୁ। ଟିକେ ମାଇକ୍ ଦିଅ, ମାଇକ୍ ଧର, ମାଇକ୍ ଧରିବା ଲୋକମାନେ ପଢିବ ନାହାନ୍ତି। ଚାରି ପଦରେ ଲେଖା ଅଛି, ତୁମ୍ଭେ ମାନେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏ ଯାଏ ରକ୍ତ ବହାଇବା ପରି ପ୍ରତିରୋଧ କରିବା। ଈଶ୍ୱରଙ୍କ ଲୋକମାନେ, ଯଦି ଆମେ ପାପ ବିରୁଦ୍ଧରେ ଯୁଦ୍ଧ ନ କରି ପାପ ସହିତ ସାଲିସ କରିକି ଚାଲିବା, 5 ପଦରେ ସେ କଣ କହୁଛନ୍ତି?
এই শাস্ত্রাংশ অনুসারে ଯେଉଁ ପୁଅମାନେ ପାପ ବିରୁଦ୍ଧରେ ଯୁଦ୍ଧ କରନ୍ତି ନାହିଁ, ଖ୍ରୀଷ୍ଟିଆନ ହେଇଗଲେ କଣ ହେବ, ଶତାବ୍ଦୀ ମଣ୍ଡଳୀ ହେଇଗଲେ କଣ ହେବ, ମଦ ପିଇବା ଆମେ ଛାଡୁନାହୁଁ, ମଦ ବେପାର କରିବା ଆମେ ଛାଡୁ, ଘଣ୍ଟା ଘଣ୍ଟା टीवी सामने बसवा आम छाड़ूना। प्रभु आमको शासन करेंगे नहीं तो कौन करेंगे? मो आहरी करने चाहे गोटे दिन उपवास नहीं से पर्यंत कांदा पड़ो जे पर्यंत प्रभु दया दृष्टि करना से पर्यंत बसवा पड़ो से कहीं शासन करुछंती से अन्य को शासन करती नाई से निज पुत्र को ही शासन करती आओ से पुत्र जदि पाप विरुद्ध युद्ध करूना कंटेक्स्ट अनुसार जो पुओ पाप सहित सालिश करुछि पाप सहित एडजस्ट हो जाइछि पाप सहित तालमेल बसैके चलीछि से पुओ को से प्रहार करती आ से प्रहार करती तांको शासन दुख जन्म किंतु तांको शासन उद्देश्य आम देखो 10 पदरे लिखा अच्छी जदि से आमको अल्प दिन निमंते शासन कले तेरे आमे माने जेपरी ताहाको पवित्रतार सहभागी हेउ ता माने ईश्वर को लोक माने परमेश्वर शासन करिकी दुख दियंती हमको पवित्र करबा जदि के शासन पाइकी परिवर्तन हो नाही तापर तापर किछि उपाय नाही धन्य से माने जे मानव परमेश्वर शासन करते आ परमेश्वर शासन अति भयंकर अथे जो पुओ दूर को चलीगला से पुओ को फेराई आने दुर्भिक्ष पठाई शासन कर से पुओ फेरी आसी नथा जदि 3 बेला खाइबा दे था किंतु दुर्भिक्ष पड़ा अभाव प्रभुंर शासन आज आम लोक मैंने बहुत मात्रा रिक्वेस्ट करती आज्ञा व्यवसाय प्रार्थना करंतु चाकरी प्रार्थना करंतु रोजगार प्रार्थना करंतु मु कहबा चाहे बेले बेले अभाव आमर पाप हेतु हुए से केवल प्रार्थना आवश्यक नहीं प्रभु को लोक माने जेतेबे से पुओ अभाव पड़ा से चेतना पाइला जदि परमेश्वर शासन करती पुत्र मान अभाव गोटे प्रहार अटे आपणकर पर्स खाली हो बैंक बैलेंस खाली हो बिजनेस लॉस में चली आपणकर ऋण बढ़ी तो मन रखु प्रभु शासन कर खाली प्रार्थना कले हेब ना फेरी आसवा पड़ो जदि फेरी आसबे पिता घरे खाद्य बड़ी पड़ुछि अभाव हेब ना आम बापा घरे हिंदी शब्द बहुत सुंदर शब्द लिखा अच्छी बहुत से मजदूरों का खाना बच रहा है मूलिया मानकर खाद्य बड़ी पड़ुछि पिता गृह आमर अभाव कहीं होछि आम बापा शासन करती दुर्भिक्ष पठाई आम भाववादी पुस्तकर गोटे पद मन पड़ुछि परमेश्वर कहीं अभाव दियंती प्रभु को लोक मैंने परमेश्वर बिना कारण केवे हेले अभाव पठाती नहीं जदि परमेश्वर अभाव पठाती तांकर उद्देश्य रही अछि आमोस 4 अध्याय बाहर कर 6 पद पढ़ो
ଏହା ସଦାପ୍ରଭୁ କହନ୍ତି। ପରମେଶ୍ୱର କହୁଛନ୍ତି ଆମେ ଅନ୍ୟ ଅଭାବ ପଠାଇଲୁ। ପ୍ରଭୁଙ୍କ ପ୍ରହାର ଦେଖନ୍ତୁ। ପ୍ରଭୁ ଯଷ୍ଟିରେ ପ୍ରହାର କରିବେ ନାହିଁ। ପରମେଶ୍ୱର ଅନ୍ୟର ଅଭାବ ପଠାଇବେ। ଆଉ ଆମେ ଗୋଟେ ଗୀତ ଗାଉଛୁ, ସଦାପ୍ରଭୁ ମୋର ପ୍ରତିପାଳକ ମୋହର ଅଭାବ ଗାଇବାରେ ଶିଖିଛୁ ଆମେ, କାହିଁକି ଗାଇବୁ ନାହିଁ? କିନ୍ତୁ ଆମ ଜୀବନ ଏକ ଗୀତ ହେବା ଦରକାର। ପ୍ରଭୁଙ୍କ ଲୋକମାନେ ଯଦି ଜଣେ ଈଶ୍ୱରଙ୍କର ଦାସ ଦାସୀ ସମ୍ପୂର୍ଣ୍ଣ ଭାବରେ ଫେରି ଆସୁନାହିଁ, ପରମେଶ୍ୱର ବିଭିନ୍ନ ଯଷ୍ଟିରେ ପ୍ରହାର କରୁ କରୁ ଅଭାବ ଦ୍ୱାରା ପ୍ରହାର କରନ୍ତି। ଅଭାବ ଯଦି ହେଇନଥାନ୍ତା, ସେ ଅପବୟ ପୁତ୍ର ନା ଫେରିଥାନ୍ତା, ନା ତାହାର ଦୁଃଖ ଦୂର ହେଇଥାନ୍ତା। ଏଣୁ ପରମେଶ୍ୱର ଅନେକ ଉଦ୍ଦେଶ୍ୟରେ ଦୁଃଖ ଦିଅନ୍ତି। ତନ୍ମଧ୍ୟରୁ ଗୋଟିଏ ହେଲା, ସେ ଆମକୁ ଫେରାଇ ଆଣିବା ପାଇଁ ଦୁଃଖ ଦିଅନ୍ତି। ପ୍ରଭୁଙ୍କ ଲୋକମାନେ ମନୁଷ୍ୟ ଯେବେ ଯେବେ ଫେରିବାକୁ ଶକ୍ତଗ୍ରୀବ ହୁଏ, ସେ ଦୁଃଖ ବଢାଇ ଦିଅନ୍ତି। ଆମେ ସେଇ ଆମୋସ 4 ଅଧ୍ୟାୟର 7 ପଦ ଟିକେ ପଢିବା। ଆମ୍ଭେ ସନ୍ଧ୍ୟା ବାଜିବାର 3 ମାସ ପୂର୍ବେ ଆମ୍ଭେ ତୁମମାନଙ୍କ ଠାରୁ ଦୃଷ୍ଟି ନିବାରଣ କରିଅଛୁ। ପୁଣି ଏକ ନଗରରେ ଜଳ ବର୍ଷାଇଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇନାହୁଁ। ଖଣ୍ଡେ କ୍ଷେତ୍ରରେ ବୃଷ୍ଟି ହେଲା ଓ ଯେଉଁ ଖଣ୍ଡକରେ ବୃଷ୍ଟି ରହିଲା ତାହା ଶୁଷ୍କ ହେଲା। 8 ପଦ। ତହି ସକାଶେ 2-3 ନଗରସ୍ଥ ଲୋକମାନେ ଜଳ ପାନ କରିବାକୁ ମୋତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ, ମାତ୍ର ତୃପ୍ତ ରହିଲେ। ତଥାପି ତୁମେମାନେ ଆମ୍ଭ ପ୍ରତି ଫେରିନାହ। ଏହା ସଦାପ୍ରଭୁ କହନ୍ତି। ପରମେଶ୍ୱର ଶସ୍ୟ ପାଚିବାର 3 ମାସ ପୂର୍ବେ ବୃଷ୍ଟି ବନ୍ଦ କରିଦେବେ। ଏହାର ଅର୍ଥ କଣ? ପରମେଶ୍ୱର ଆରମ୍ଭରେ ବର୍ଷା ବନ୍ଦ କରିନାହାନ୍ତି। ଧ୍ୟାନ ଦିଅନ୍ତୁ ଈଶ୍ୱରଙ୍କ ଲୋକମାନେ, এইটা পরমেশ্বরের গোটিয়ে প্রকারর প্রহার অটে। হল লঙ্গল বুলাইলা বেড়କୁ ବର୍ଷା ବନ୍ଦ କରିନାହାନ୍ତି, ଆରମ୍ଭରେ ବର୍ଷା ଦେଇଛନ୍ତି। ବିହନ ବୁଣିଲା ବେଳକୁ ବର୍ଷା ବନ୍ଦ ହେଇନାହିଁ। ଶସ୍ୟ ଅଙ୍କୁରିତ ହେଲା, ଗଜା ହେଲା, ଆଉ ବୃକ୍ଷ ବଢିବାକୁ ଲାଗିଲା, ବର୍ଷା ବନ୍ଦ ହେଇନାହିଁ। କିନ୍ତୁ ଅଧା ରାସ୍ତାରେ ବର୍ଷା ବନ୍ଦ କରିଦେଲେ। କେହି କେହି କହନ୍ତି ଆଜ୍ଞା ଆଗ ପରି ଆହୁରି ଆମର କାରବାର ଚାଲୁନାହିଁ, ବ୍ୟବସାୟ ଚାଲୁନାହିଁ। ସମୀକ୍ଷା କରନ୍ତୁ, ଯଦି ଆରମ୍ଭରେ ଆପଣଙ୍କର ସବୁ ଭଲ ଥିଲା, ବର୍ତ୍ତମାନ ଯଦି ପ୍ରଭୁ ବୃଷ୍ଟି ବନ୍ଦ କରିଦେଇଛନ୍ତି, ଖାଲି ପ୍ରାର୍ଥନା କଲେ ହେବ ନାହିଁ, ଫେରି ଆସିବାକୁ ପଡ଼ିବ। ଶସ୍ୟ ପାଚିବାର 3 ମାସ ପୂର୍ବେ ପରମେଶ୍ୱର ବୃଷ୍ଟି ବନ୍ଦ କଲେ। ଲୋକମାନେ ଏଣେ ତେଣେ ନଗରରେ ଦଳାନ୍ତି ହେଲେ, ମାତ୍ର ତୃପ୍ତ ହେଲେ ନାହିଁ। ତଥାପି ତୁମେ ଫେରିନ। ଫେର ବୋଲି ପ୍ରଭୁ କହିନାହାନ୍ତି, ଏଠାରେ ଶାସନ କରୁଛନ୍ତି। ପ୍ରଭୁଙ୍କ ଲୋକମାନେ ସେମାନଙ୍କର ଶସ୍ୟ ନଷ୍ଟ ହେଇଗଲା, ସେମାନଙ୍କର ଇନକମ୍ ଲସ୍ରେ ଚାଲିଗଲା। ଏହା ପରମେଶ୍ୱରଙ୍କର ସଂକେତ ଥିଲା କି ସେମାନେ ଫେରନ୍ତୁ। ପରମେଶ୍ୱର ଏପରି ଦୁଃଖ ଦିଅନ୍ତି। ତାହା ତ ହେଲା ହେଲା, ପୁଣି ତଳକୁ ସେଥିରେ ମଧ୍ୟ ସେମାନେ ଫେରିଲେ ନାହିଁ। ପରମେଶ୍ୱର ଦୁଃଖର ଟେମ୍ପରେଚର ବଢାଇଲା ପରି ଆଉ ଟିକେ ଦୁଃଖକୁ ବଢେଇ ଦେଉଛନ୍ତି। କଣ କରୁଛନ୍ତି? 9 ପଦରେ ପରମେଶ୍ୱର କୀଟ ମାନଙ୍କୁ ପଠାଇଲେ, ସବୁ ବୃକ୍ଷ ଗ୍ରାସ ହେଇଗଲା, ଆଉ ସେମାନଙ୍କର ବଞ୍ଚିବାର ଉପାୟ ନାହିଁ। ବେଳେ ବେଳେ ଭୟଙ୍କର ଭୟଙ୍କର କ୍ଷତି ପରମେଶ୍ୱର ପଠାଇକି ପ୍ରହାର କରନ୍ତି। ଉଦ୍ଦେଶ୍ୟ ହଉଛି ଲୋକେ ଫେରନ୍ତୁ, ଲୋକେ ଫେରନ୍ତୁ। ତଥାପି ଯଦି ଫେରିଲେ ନାହିଁ,
ଦୁଃଖର ଟେମ୍ପରେଚର ବଢେଇ ଦେଲେ 10 ପଦରେ କଣ ହେଇଛି? ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ମିଶ୍ର ଦେଶର ମହାମାରୀ ତୁଲ୍ୟ ମହାମାରୀ ପଠାଇଅଛୁ। ତୁମ୍ଭମାନଙ୍କ ଜୀବନକୁ ଆମ୍ଭେ ଖଡ୍ଗରେ ସଂହାର କରିଅଛୁ ଓ ତୁମ୍ଭମାନଙ୍କର ଅଶ୍ଵମାନଙ୍କୁ ନେଇ ଯାଇଅଛୁ। ପୁଣି ଆମ୍ଭେ ତୁମ୍ଭମାନଙ୍କର ଛାଉଣି ସ୍ଥାନର ଦୁର୍ଗନ୍ଧ ତୁମ୍ଭମାନଙ୍କର ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁ। ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରିନାହ। ପ୍ରଥମରେ ଅଭାବ ଦେଲେ, ଦ୍ୱିତୀୟରେ ଅନାବୃଷ୍ଟି ଦେଲେ, ଶସ୍ୟ ନଷ୍ଟ ହେଲା। ଯଦି ଫେରି ନାହାନ୍ତି ଧୀରେ 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 ଦଣ୍ଡ ବଢିଲା। ଆଉ 10 ପଦ ଆସିଲା ବେଳକୁ ପରମେଶ୍ୱର ମୃତ୍ୟୁ ପଠାଇଲେ। ଶୁଣନ୍ତୁ, ଟିକିଏ ଶାସନ ହେଲେ ଯଦି ଆମେ ଫେରିବା ନାହିଁ, ସେ ବେଳେ ବେଳେ ମୃତ୍ୟୁ ରୂପକ ଜଷ୍ଟିରେ ଗ୍ରହଣ କରନ୍ତି। ଈଶ୍ୱରଙ୍କ ଲୋକମାନେ ପରମେଶ୍ୱର କହିଲେ ଆମେ ମହାମାରୀ ପଠାଇଲୁ, ଖଡ୍ଗରେ ସଂହାର କଲୁ, ଆଉ ଦୁର୍ଗନ୍ଧ ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁ। ଲୋକ ମରିକି ଶୋଣିବାକୁ ଲାଗିଲେ। କରୋନା ସମୟରେ ବହୁତ ଲୋକର କ୍ଷତି ହେଲା, କିନ୍ତୁ କରୋନା ସମୟରେ ବହୁତ ଲୋକ ପରିବର୍ତ୍ତନ ବି ହେଇଗଲେ। ଜଣେ ଯୁବା ଭାଇ ଫରେଷ୍ଟ ଡିପାର୍ଟମେଣ୍ଟରେ କାମ କରନ୍ତି। ଦୀର୍ଘ 20 ବର୍ଷରୁ ମୁଁ ତାଙ୍କୁ ଜାଣେ। ହଠାତ୍ କରୋନା ହେଇଗଲା। ପ୍ରଥମରେ କରୋନା ନୂଆ ନୂଆ ଆସିଥିଲା ବେଳେ କ୍ୱାରେଣ୍ଟାଇନରେ ରଖାଯାଇଛି। ଭୟଙ୍କର କାନ୍ଦି 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 ଫୋନ କରୁଛନ୍ତି। ମୁଁ କହିଲି କିଛି ହେବ ନାହିଁ। ବାବୁ ମୁଁ ମରିଯିବି। ପରିତ୍ରାଣ ପାଇଥିବା ଲୋକ, ଡୁମନ ନେଇଥିବା ଲୋକ ପରିଶେଷରେ ପାପ ସ୍ୱୀକାର କଲେ। ପରିତ୍ରାଣ ପାଇଛନ୍ତି, ଡୁମନ ନେଇଛନ୍ତି, ଗିର୍ଜା ଆସୁଛନ୍ତି, ରବିବାର ଉପାସନାରେ କଲର ଡ୍ରେସ ପାଇଁ ଧଳା ଡ୍ରେସ, ପୁରା ସ୍ୱର୍ଗଦୂତ କରି ସେଦିନ ପାପ ସ୍ୱୀକାର କଲେ। ଆଜ୍ଞା ମୁଁ ଲୁଚି ଲୁଚିକି ଖଇନି ଖାଉଥିଲି, ଆସିଠୁ ଖାଇବି। ମୁଁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେଲି। ଯାହା ଆମେ ପୁଲପିଟରେ ଘଣ୍ଟା ଘଣ୍ଟା ରଡି ଛାଡି ତାହା କରିପାରୁନୁ, ଗୋଟେ ଭୂତାଣୁ ଆସିକି କରିଦେଲା। 100 ବର୍ଷ ହେଲା ଆମେ ଶିକ୍ଷା ଶୁଣି ଆସୁଛୁ। ଏବେ ବି ମଦ ବେପାର ଛାଡୁନୁ, ଏବେ ବି ଆମେ ପାପ ଛାଡୁନୁ। ପ୍ରଭୁ କଣ ଆମକୁ ଶାସନ କରିବେ ନା? ପରମେଶ୍ୱରଙ୍କ ଶାସନର ଗୋଟିଏ ଉଦ୍ଦେଶ୍ୟ ପବିତ୍ରତାର ସୌଭାଗ୍ୟ ସେ କରିବା ପାଇଁ ଚାହାନ୍ତି। ସେ ଆମକୁ ବିନଷ୍ଟ କରିବା ପାଇଁ ଚାହାନ୍ତି ନାହିଁ। ସେ ଆମକୁ ସମ୍ପୂର୍ଣ୍ଣ ସଂହାର କରିବା ପାଇଁ ଚାହାନ୍ତି ନାହିଁ। ତାଙ୍କର ଉଦ୍ଦେଶ୍ୟ ହେଉଛି ସେ ଶାସନ କରିକି ତାଙ୍କ ତୁଲ୍ୟ ଆମକୁ ପବିତ୍ର କରିବା ପାଇଁ ଚାହାନ୍ତି। ଏଣୁ ଈଶ୍ୱରଙ୍କ ଲୋକମାନେ ତାହାଙ୍କର ଶାସନକୁ ହାଲକା ନିଅନ୍ତୁ ନାହିଁ, ଲଘୁ ଜ୍ଞାନ କରନ୍ତୁ ନାହିଁ, ତୁଚ୍ଛ ଜ୍ଞାନ କରନ୍ତୁ ନାହିଁ। ଯେହେତୁ ଆମେ ତାଙ୍କ ରକ୍ତ ହରାକୃତ, ତାଙ୍କ ଅନୁମତି ବିନା ଆମ ପାଇଁ କିଛି ହେବ ନାହିଁ। ପରମେଶ୍ୱରଙ୍କର ଶାସନ ଦୁଃଖ ଜନ୍ମାଏ, କିନ୍ତୁ ସେ ଦୁଃଖ ଆମମାନଙ୍କୁ ପରିବର୍ତ୍ତନ କରିଦିଏ। 11 ପଦରେ କଣ କହୁଛନ୍ତି? ପରମେଶ୍ୱର ସଦମ ଓ ଅମରାବତୀ ଯେପରି ଉତ୍ପାଦନ କରିଥିଲେ, ସେପରି ଆମ୍ଭେ ତୁମ୍ଭମାନଙ୍କର କେତେକ ସ୍ଥାନ ଉତ୍ପାଦନ କରିଅଛୁ। ଆଉ ତୁମ୍ଭେମାନେ ପୋଡ଼ା ଖୁଣ୍ଟା ପରି ଅଗ୍ନିରୁ କଣାଗଲ, ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରିନାହ। ଏହା ସଦାପ୍ରଭୁ କହନ୍ତି। ସୋଦମ ଗମୋରାକୁ ଯେପରି ଉତ୍ପାଦନ କରିଥିଲେ, ସେପରି ଆମେ ତୁମମାନଙ୍କର କେତେକ ସ୍ଥାନ ଉତ୍ପାଦନ କରିଅଛୁ। ସବୁ କରିନାହାନ୍ତି, କେତେକ। ଆଉ ତୁମେମାନେ ପୋଡ଼ା ଖୁଣ୍ଟ ପରି ଅଗ୍ନିରୁ କଣାଗଲ। ପ୍ରଭୁ ବେଳେ ବେଳେ କିଛି ଲୋକକୁ ଆଘାତ କରିକି ବାକି ଲୋକକୁ ସେ ଚେତାଇ ଦିଅନ୍ତି। ଜାଗ୍ରତରେ ବାବୁ ତାକୁ ପିଟିଲି, ତୁ ସାବଧାନ ହେଲେ ତୋତେ ମଧ୍ୟ ଦିଆହବ। ସେ କିଛି ଲୋକକୁ ମାରିକି ଅନ୍ୟମାନଙ୍କୁ ଚେତନା ଦେଇ ଦିଅନ୍ତି। ଏହା ଦେଖି ଯଦି ଆମେ ଫେରିବା ନାହିଁ, ସେମାନେ ଫେରିବେ ନାହିଁ। ତ ଏବେ କଣ ହେଲା? 12 ପଦରେ ପ୍ରଭୁ କଣ କହୁଛନ୍ତି? ଆମ୍ଭେ ତୁମ୍ଭ ପ୍ରତି ଏ ରୂପ କରିବା, ଆଉ ଆମ୍ଭେ ତୁମ୍ଭ ପ୍ରତି ଏ ରୂପ କରିବା। ଏହି ହେତୁ ହେ ଇସ୍ରାଏଲ, ତୁମ୍ଭେ ଆମର ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ
ଯେଉଁମାନେ ଫେରୁନାହାନ୍ତି ସେମାନଙ୍କୁ ପ୍ରଭୁ କହୁଛନ୍ତି ଆସ ମୋ ସାମ୍ନାକୁ। ମୁଁ କହିବା ପାଇଁ ଚାହେଁ ପରମେଶ୍ୱର ଯଦି ଆମର ସୂକ୍ଷ୍ମାତି ସୂକ୍ଷ୍ମ ପାପକୁ ଦେଖି ଆମକୁ ଶାସନ କରୁଛନ୍ତି ଆମେ ଫେରିବା ଦରକାର। ତାଙ୍କ ଶାସନର ଉଦ୍ଦେଶ୍ୟ ହେଉଛି ତାଙ୍କେ ଆମକୁ ଦୁଃଖ ଦେବାର ଉଦ୍ଦେଶ୍ୟ ହେଉଛି ପ୍ରଥମ ଉଦ୍ଦେଶ୍ୟ ସେ ଆମକୁ ଫେରାଇ ଆଣିବା ପାଇଁ ଚାହାନ୍ତି, ସେ ଆମକୁ ପବିତ୍ର କରାଇବା ପାଇଁ ଚାହାନ୍ତି। ଏଣୁ ଯେସାୟା 48:10 ପଦରେ ଏଣୁ ଦ୍ୱିତୀୟ କରନ୍ତି 7:10 ପଦରେ ଯେସାୟା 48 ପଢିବା ଦରକାର ନାହିଁ, ଦ୍ୱିତୀୟ କରନ୍ତି 7:10 କରନ୍ତୁ। କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ ଯାହା ସକାଶେ ଅନୁତାପ କରିବାକୁ ପଡେ ନାହିଁ, ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ। ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଦୁଃଖ। ପ୍ରଭୁଙ୍କ ଲୋକମାନେ ପରମେଶ୍ୱର ବେଳେ ବେଳେ ତାଙ୍କ ଇଚ୍ଛା ଅନୁସାରେ ଦୁଃଖ ଦିଅନ୍ତି, ଆଉ ସେ ଦୁଃଖ ନେଇକି ଆସନ୍ତି ପ୍ରଭୁଙ୍କ ଲୋକମାନେ। କେମିତି? 8 ପଦରେ ପଢ। ଯେହେତୁ ମୋହର ପତ୍ର ଦ୍ୱାରା ଯଦ୍ୟପି ମୁଁ ତୁମମାନଙ୍କୁ ଦୁଃଖ ଦେଲି ତଥାପି ମୁଁ ସେଥି ସକାଶେ ଦୁଃଖିତ ନୁହେଁ। ସେହି ପତ୍ର ତୁମମାନଙ୍କୁ ଅଳ୍ପକାଳ ନିମନ୍ତେ ସୁଦ୍ଧା ଦୁଃଖ ଦେଇଥିବାର ଦେଖି ମୁଁ ଦୁଃଖିତ ହୋଇଥିଲେ ସୁଦ୍ଧା ଏବେ ଆନନ୍ଦ କରୁଅଛି। ତୁମେମାନେ ଯେ ଦୁଃଖିତ ହେଲ ସେଥିପାଇଁ ନୁହେଁ, ମାତ୍ର ତୁମମାନଙ୍କର ଦୁଃଖ ଯେ ତୁମମାନଙ୍କ ମନ ପରିବର୍ତ୍ତନର କାରଣ ହେଲା ଏଥିପାଇଁ ଯେଣୁ ଆମମାନଙ୍କ ଦ୍ୱାରା ତୁମମାନଙ୍କର ଯେପରି କୌଣସି କ୍ଷତି ନ ହୁଏ ସେଥିପାଇଁ ତୁମେମାନେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଦୁଃଖ ପ୍ରାପ୍ତ ହେଲ। ଈଶ୍ୱରଙ୍କ ଲୋକମାନେ ପାଉଲ ଗୋଟିଏ ପତ୍ର ଲେଖୁଛନ୍ତି। ପାଉଲଙ୍କର ପତ୍ର କରିନ୍ଥୀୟ ଲୋକମାନଙ୍କୁ ଦୁଃଖ ଦେଉଛି। ବେଳେ ବେଳେ ଈଶ୍ୱରଙ୍କ ଦାସ ମାନଙ୍କର ଲେଖା ତାଙ୍କ ପ୍ରଚାର ତାଙ୍କ ସେବା କାର୍ଯ୍ୟ ଦୁଃଖର କାରଣ ହେଇଯାଏ, କିନ୍ତୁ ସେ ଦୁଃଖ ଆମର ପରିବର୍ତ୍ତନର କାରଣ ହୋଇଥାଏ। ଗଲେ ଦାଉଦ ପାଖକୁ ନାଥନ 7 ଦିନ କନ୍ଦେଇ ଦେଲେ, ଉପବାସରେ ପଡ଼ିଲେ ଦାଉଦ, କିନ୍ତୁ ସେ ଦୁଃଖ ତାଙ୍କର ପରିବର୍ତ୍ତନର କାରଣ ହେଲା। ପ୍ରଭୁଙ୍କ ଲୋକମାନେ ବେଳେ ବେଳେ ଈଶ୍ୱରଙ୍କ ଲୋକମାନେ ଦୁଃଖଦାୟକ ସେବା କରନ୍ତି, କିନ୍ତୁ ସେ ଦୁଃଖ ସେମାନଙ୍କର ପରିବର୍ତ୍ତନର କାରଣ ହୋଇଥାଏ। ଯଦି ଆମେ ପ୍ରଥମ ରାଜାବଳୀକୁ କାଢିବା ଆଉ ସେଠାରେ ତାହାର 19 ଅଧ୍ୟାୟର 17-18 ଆହାବ କହୁଛନ୍ତି ଏଲିୟଙ୍କୁ, ପଢନ୍ତୁ। ପ୍ରଥମ ରାଜାବଳୀ ସରି 18 ଅଧ୍ୟାୟର 17-18। ପୁଣି ଆହାବ ଏଲିୟାଙ୍କୁ ଦେଖିବା ମାତ୍ର ଆହାବ ତାହାଙ୍କୁ କହିଲେ, ହେ ଇସ୍ରାଏଲର ଦୁଃଖଦାୟକ, ଏ କଣ ତୁମ୍ଭେ? ତହୁ ଉତ୍ତର କଲେ, ମୁଁ ଇସ୍ରାଏଲକୁ ଦୁଃଖ ଦେଇ ନାହିଁ, ମାତ୍ର ତୁମ୍ଭେ ମୋ ଦୁଃଖ ପିତୃ। ଜଣେ ଭାବବାଦୀ ଯାଇଛନ୍ତି, ଆହାବ ରାଜାକୁ ଭେଟୁଛନ୍ତି, ଭେଟିକରି ସେଠାରେ ଫୁଲମାଳା ଦିଆଦି ହଉନାହାନ୍ତି। ଯାହା ମହାନ ପ୍ରଚାରକ ଆସିଗଲେ ଆମକୁ ଅଭ୍ୟର୍ଥନା କର, ଆମକୁ ସ୍ୱାଗତ କର, ଆମକୁ ସର ଦିଅ, ଆସନ ଦିଅ। ନାଇଁ ନାଇଁ ନାଇଁ, କିଛି ନାହିଁ। ଶୁଣନ୍ତୁ, ପଢିବା କହିଲେ ଶୁଣନ୍ତୁ। ଏମିତି ବି ସେବକ ମାନେ ହେବାର ଅଛି, ଯେତେବେଳେ ଯାଉଛନ୍ତି ଆହାବ ଆଉ ଏଲିୟ ତାଙ୍କୁ ଦେଖା କରୁଛନ୍ତି, ଏଲିୟଙ୍କର ଦେଖିବା ମାତ୍ରେ ଏଲିୟ ତାଙ୍କୁ ଗୋଟିଏ ଈଶ୍ୱରଙ୍କର ବାର୍ତ୍ତା ଶୁଣାଉଛନ୍ତି। କହୁଛନ୍ତି ଆଗାମୀ କେତେ ବର୍ଷ ଦୁର୍ଭିକ୍ଷ ହେବ, ପ୍ରଚାର ନାହିଁ, ରେଫରେନ୍ସ ନାହିଁ, ଫୁଲମାଳା ନାହିଁ, କିଛି ନାହିଁ। ଆଉ ଏଲିୟଙ୍କ ଦ୍ୱାରା
ସେ ଦେଶରେ 3 ବର୍ଷ ଉପରେ ଦୁଃଖ ଆସିଲା। ଭାବୁଛନ୍ତି ଆହାବ ଏଲିଓ ଦୁଃଖ ଦେଲେ ବୋଲି। ଏଲିଓ ଦୁଃଖ ଦେଇନାହାନ୍ତି। ବଡ ମଜା କଥା କହୁଛନ୍ତି। ଏଲିଓ ମୁଁ ଦୁଃଖ ଦେଇନି। 18 ପଦ ପଢନ୍ତୁ। କହୁସି ଉତ୍ତର କଲେ, ମୁଁ ଇସ୍ରାଏଲକୁ ଦୁଃଖ ଦେଇ ନାହିଁ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ଦେଇଅଛ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ସବଳ ତ୍ୟାଗ କରିଅଛ ଓ ତୁମ୍ଭେ ବାଲ୍ ଦେବଗଣର ଅନୁଗାମୀ ହୋଇଅଛ। ପ୍ରିୟ ସହଙ୍ଗ ଲୋକମାନେ, ଏଲିଓ ଭାବବାଦୀ ଦୁଃଖର ବାର୍ତ୍ତା ନେଇକି ପହଞ୍ଚିଲେ। ରାଜାଙ୍କୁ ଲାଗିଲା କି ଏଇ ବ୍ୟକ୍ତି ଆମର ଦୁଃଖର କାରଣ, କିନ୍ତୁ ପରମେଶ୍ୱର ପଠାଇଥିଲେ ଦୁଃଖ ଆଣିଦେବାର ଭାବବାଣୀ କହିବା ପାଇଁ। ମୋର କହିବାର ଭାବ, ବେଳେ ବେଳେ ଈଶ୍ୱରଙ୍କ ଦାସ ମାନଙ୍କର ଦ୍ୱାରା କାହାରି କାହାରି ଘରେ ଦୁଃଖ ପଡେ, କାହାରି କାହାରି ଅଞ୍ଚଳରେ ଦୁଃଖ ପଡେ। ପ୍ରଭୁ ପଠାନ୍ତି। ଜଣେ ଚୋର ଘରକୁ ଥାନାରୁ ଯଦି ଚିଠି ଆସୁଛି, ଭଲ ଚିଠି ଆସିବ ନାହିଁ, ପୋଷ୍ଟମ୍ୟାନର କିଛି ଭୁଲ ନାହିଁ। ଜଣେ ଡକାୟତ ଘରକୁ ଯଦି କୋର୍ଟରୁ ଚିଠି ଆସୁଛି, ପୋଷ୍ଟମ୍ୟାନର କିଛି ଭୁଲ ନାହିଁ, ସେ ଚିଠିରେ ଦୁଃଖର କଥା ଅଛି। ଏଣୁ ପରମେଶ୍ୱର ଯଦି ବେଳେ ବେଳେ ତାଙ୍କ ଲୋକମାନଙ୍କୁ ପଠାନ୍ତି, ଲୋକମାନଙ୍କର ପାପ ହେତୁରୁ ଦୁଃଖର ଦଣ୍ଡର କଥା ପଠାନ୍ତି। ପ୍ରଭୁଙ୍କ ଲୋକମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପାଉଲଙ୍କର ଚିଠି କରିନ୍ଥୀୟ ଲୋକମାନଙ୍କୁ ଦୁଃଖ ଜନ୍ମାଇଲା। କେମିତି ଲେଖା ଲେଖିଥିଲେ ସିଏ, କିନ୍ତୁ ସେ ଦୁଃଖ ସେମାନଙ୍କର ପରିବର୍ତ୍ତନର କାରଣ ହେଲା। ମୁଁ କହିବା ପାଇଁ ଚାହେଁ, ଦୁଃଖ ଯଦି ନାହିଁ, ଆମେ ସମସ୍ତେ ବିଗିଡି ଯିବାର ସମ୍ଭାବନା ଅଛି। ଏଣୁ ପରମେଶ୍ୱର କାହା କାହା ଦ୍ୱାରା ଆମକୁ ଦୁଃଖ ଦିଅନ୍ତି। ଯଦି ପନିନ୍ନା ହାନ୍ନାକୁ ଦୁଃଖ ଦେଇନଥାନ୍ତା, ଯଦି ପନିନ୍ନା କହିଥାନ୍ତା ଯାହା ବି ହେଲା ହେଲା ହେଲା, ହଉ ଗ ଦିଦି, ତତେ ପିଲା ହେଲେ ନହେଲେ କଣ ହେଲା, ମୋର ତ ପିଲା ଅଛି ବୋଲି ସିଏ ଯଦି ତାକୁ ସାନ୍ତ୍ୱନା ଦେଇଥାନ୍ତା, ହାନ୍ନା କେବେ କାନ୍ଦି ନଥାନ୍ତା। ଯଦି ହାନ୍ନା କେବେ କାନ୍ଦି ନଥାନ୍ତା, ସାମୁଏଲ ପରି ମହାନ ଭାବବାଦୀର ଜନ୍ମ ହୋଇନଥାନ୍ତା। ମୁଁ କହିବା ପାଇଁ ଚାହେଁ, ବେଳେ ବେଳେ ଆମକୁ ଦୁଃଖ ଦେବା ପାଇଁ ପ୍ରଭୁ କାହାରେ କାହାରେ ପଠାନ୍ତି। ବେଳେ ବେଳେ ଘରେ ରଖନ୍ତି, ସ୍ୱାମୀ ଦ୍ୱାରା ଦୁଃଖ ଆସେ, ବେଳେ ବେଳେ ସ୍ତ୍ରୀ ଦ୍ୱାରା ଦୁଃଖ ଆସେ। ଆମକୁ ଦୁଃଖ ଦେବା ପାଇଁ ଆମ ଘରେ ପ୍ରଭୁ ଲୋକମାନଙ୍କୁ ବ୍ୟବହାର କରନ୍ତି। ଏଣୁ ପ୍ରଭୁଙ୍କ ଲୋକମାନେ, ସେ ସମୟରେ ଆମେ ସେ ବ୍ୟକ୍ତିକୁ ଦୋଷ ନ ଲଗାଉ, ଯେମିତି ଆହାବ ଏଲିଓକୁ ଦୋଷ ଲଗାଇଲା। ହାନ୍ନା ପନିନ୍ନାକୁ ଦୋଷ ଲଗାଇ ନାହିଁ। ହାନ୍ନା ପ୍ରଭୁଙ୍କଠାରେ କ୍ରନ୍ଦନ ପ୍ରାର୍ଥନା କରିବାକୁ ଲାଗିଲା। ପରମେଶ୍ୱର ଏମିତି ହାସ୍ୟମାନ କଲେ ଯେ ଦୁଃଖ ଦେବା ଲୋକର ସବୁଦିନ ମୁହ ବନ୍ଦ ହେଇଗଲା। ତାର ଅନେକ ଛୁଆ ହେଲେ ହେଁ, ହାନ୍ନାର ଗୋଟିଏ ଛୁଆ ତାର ସବୁ ପୁତ୍ର ମାନଙ୍କ ଠାରୁ ମହାନ ହେଲା। ଆଉ ସବୁଦିନ ପାଇଁ ଇସ୍ରାଏଲର ମହାନ ଭାବବାଦୀର ଜନ୍ମ ହେଲା। ଗୋଟିଏ ମହାନ ସେବା କାର୍ଯ୍ୟ ଆରମ୍ଭ ହେଲା। ମୁଁ କହିବା ପାଇଁ ଚାହେଁ, ଯଦି କାହାରି ଦ୍ୱାରା ଆପଣଙ୍କୁ ଦୁଃଖ ଆସୁଛି, ସେ ଦୁଃଖ ନେଇ ପ୍ରଭୁଙ୍କ ପାଖରେ ଅଶ୍ରୁ ଢାଳନ୍ତୁ। ଦୁଃଖ ସବୁଦିନ ପାଇଁ ଦୂର ହେବ, ଯେହେତୁ ଆମ ଦୁଃଖକୁ ଆନନ୍ଦରେ ବଦଳାଇବା ପାଇଁ ପ୍ରଭୁ କାମ କରନ୍ତି। ଏଷ୍ଟରଙ୍କ ସମୟରେ ଗୋଟିଏ ଚିଠି ସୁସନ ରାଜଧାନୀରେ ଘୋଷଣା କରାଗଲା। ଦୁଷ୍ଟ ହାମାନ ହେତୁରୁ ସବୁ ଜିହୁଦୀୟମାନଙ୍କ ଘରେ ଘରେ ଦୁଃଖ। 3 ଦିନ 3 ରାତି ଉପବାସ କରି ଯଦି ସେମାନେ ଦୁଃଖକୁ ଆନନ୍ଦରେ ବଦଳାଇଲେ, ପ୍ରଭୁଙ୍କ ଲୋକମାନେ ଆମେ କାହିଁକି କରିପାରିବା ନାହିଁ? ସବୁ ଜିହୁଦୀ ମାନଙ୍କୁ ମାରିଦେବା ପାଇଁ ବୋଲି ଗୋଟିଏ ଭୟଙ୍କର ଦଣ୍ଡର ବାର୍ତ୍ତା ଘୋଷଣା ହୋଇଥିଲା। ବେଳେ ବେଳେ କାହାରି କାହାରି ଦ୍ୱାରା ଆମ ଜୀବନକୁ ବର୍ବାଦ କରିଦେବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ ହେବ, କିନ୍ତୁ ଉପବାସ ପ୍ରାର୍ଥନାକାରୀ ମାନେ ସେ ଦୁଃଖକୁ ଆନନ୍ଦରେ ବଦଳାଇ ପାରିବେ। ଗୋଟିଏ ବେଳା ଆସି କୁମ୍ଭୀର କାନ୍ଦଣା କାନ୍ଦିକି ପଳେଇଲେ କିଛି ହେବ ନାହିଁ। ଗୋଟିଏ ବେଳା ବସି ଟିକେ ଅଶ୍ରୁ ଝରାଇଲେ କିଛି ହେବ ନାହିଁ। ଫେରିବାକୁ ପଡ଼ିବ, ଉପବାସ କରିବାକୁ ପଡ଼ିବ। ଯେ
ସାରା ପରମେଶ୍ୱର ସ୍ୱର୍ଗରୁ ଓହ୍ଲାଇ ଆସିନାହାନ୍ତି। ସେ ନିଶ୍ଚୟ କରିବେ। ପରମେଶ୍ୱର ଦୁଃଖ ବିନା ଉଦ୍ଦେଶ୍ୟରେ ଦିଅନ୍ତି ନାହିଁ। ସେଦିନ ଗୋଟେ ଇତିହାସ ସୃଷ୍ଟି ହେଲା। ଏଷ୍ଟର ଜଣେ ଉପବାସ କରୁଛି, ତାର ସହଚରୀ ମାନେ ତା ସାଙ୍ଗରେ ଉପବାସରେ ଅଛନ୍ତି। ତାହାର ଜଣଙ୍କର ନେତୃତ୍ୱରେ ଜିହୁଦୀ ମାନଙ୍କ ପାଇଁ ଗୋଟେ ଆନନ୍ଦର ସମାଚାର ଆରମ୍ଭ ହେଲା। ମୁଁ କହିବା ପାଇଁ ଚାହେଁ, ଆପଣ ନିଜକୁ ଦୁର୍ବଳ ମନେ କରନ୍ତୁ ନାହିଁ। ଜଣେ ସ୍ତ୍ରୀ ହଉନ୍ତୁ ବା ପୁରୁଷ, ଜଣେ ଝିଅ ହଉନ୍ତୁ ବା ଜଣେ ପୁଅ, ଜଣେ ପ୍ରଭୁଙ୍କ ଲୋକ, ପଦକ୍ଷେପ ନିଅନ୍ତୁ। ମଣ୍ଡଳୀରେ 3 ଦିନ 7 ଦିନ 21 ଦିନ ଉପବାସ କରନ୍ତୁ। ଗୋଟେ ବେଳାରେ କିଛି ହବ, ଗୋଟେ ବେଳାରେ କିଛି ହବ। ଆମେ ଆଣ୍ଠୁ ଭାଙ୍ଗି ଘଣ୍ଟା ଘଣ୍ଟା କାନ୍ଦିବାକୁ ପଡିବ ପ୍ରଭୁଙ୍କ ପାଖରେ। ହଁ, ଗୋଟିଏ ବେଳାରେ କିଛି ହବ ନାହିଁ। ବାଇବଲରେ ଗୋଟିଏ ବେଳାର କଥା କେବେ ଜୋର ଦିଆଯାଏ ନାହିଁ। ବିପଦ ଯଦି ବଡ, ଆମର ପ୍ରସ୍ତୁତି ବି ବଡ ହେବାକୁ ପଡିବ। ବିପଦ ଯଦି ବେଶୀ, ଆମର ଉଦ୍ଯୋଗ ବି ବେଶୀ ହେବାକୁ ପଡିବ। କାହିଁକି ଆମ ଜୀବନରେ ଈଶ୍ୱରଙ୍କର ବିନା ଅନୁମତିରେ କୌଣସି ଦୁଃଖ ଆସିବ ନାହିଁ। ଯଦି ସେ ପ୍ରହାର କରିଛନ୍ତି, ସେ ହିଁ କ୍ଷତବାନ। ଜିରେମିୟ ପୁସ୍ତକ ବାହାର କରନ୍ତୁ, ତାହାର 30 ଅଧ୍ୟାୟର 14-15 ପଦ ଟିକେ ପଢନ୍ତୁ। ତୁମର ପ୍ରେମକାରୀ ସମସ୍ତେ ତୁମକୁ ପାଖରେ ଅଛନ୍ତି, ସେମାନେ ତୁମକୁ ଖୋଜନ୍ତି ନାହିଁ। କାରଣ ତୁମର ଅଧର୍ମ ବହୁଳ ଓ ତୁମର ପାପ ବୃଦ୍ଧି ହେବା ସକାଶୁ ଆମେ ତୁମକୁ ସଦୃତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟ ଲୋକ ତୁଲ୍ୟ ଶାସ୍ତି ଦେଇଅଛୁ। ପରମେଶ୍ୱର ବେଳେ ବେଳେ ଆମର ଭୁଲ ହେତୁରୁ ନିର୍ଦ୍ଦୟୀ ହେଇଯାନ୍ତି, ଦୟା କରନ୍ତି, ସେ ଶାସ୍ତି ଦିଅନ୍ତି। କିନ୍ତୁ ଯଦି ଆମେ ଫେରି ଆସିବା, ଯେ କହୁଛନ୍ତି ଅପ୍ରତିକାର୍ଯ୍ୟ, ହିନ୍ଦୀରେ ଅପ୍ରତିକାର୍ଯ୍ୟ ଗୋଟେ ଶବ୍ଦ ବ୍ୟବହାର ହେଇଛି, ଓଡ଼ିଆରେ ଲେଖା ଅଛି ତୁମ ଘାର, ତୁମ କ୍ଷତ ଅପ୍ରତିକାର୍ଯ୍ୟ। हिंदी तर्जमा में लिखा है तेरे दुख की कोई औषधि नहीं है। तार अर्थ होची तुमार दुख पाए कौन सी ट्रिटमेंट नहीं। जदि प्रभु कथा कहे तुम बोली कौन सी मेडिसिन नाई, जे निजे वैद्य अटंती, जे निजे सृष्टिकर्ता अटंती, किए आमर चिकित्सा कर। କିନ୍ତୁ ଯେତେବେଳେ ଇସ୍ରାଏଲ ମାନେ ଫେରି ଆସିଲେ, ସେଇ ପ୍ରଭୁ 17 ପଦରେ କହୁଛନ୍ତି, ପ୍ରଭୁ କହନ୍ତି, ଆମ୍ଭେ ତୁମକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମର ଘାତକୁ ସୁସ୍ଥ କରିବା। ଯଦି ସେ ଫେରି ଆସନ୍ତି, ସେ କହୁଛନ୍ତି ଆମେ ତୁମର ଘା ସୁସ୍ଥ କରିବା। ତାମାନେ ପ୍ରଭୁଙ୍କ ଲୋକମାନେ ପରମେଶ୍ୱର ଶାସନ କରନ୍ତି, କ୍ଷତ କରନ୍ତି, ବେଳେ ବେଳେ ଏମିତି ବି କହିଦିଅନ୍ତି ତୁମର ପାଇଁ କୌଣସି ଟ୍ରିଟମେଣ୍ଟ ନାହିଁ। କିନ୍ତୁ ଜଣେ ବ୍ୟକ୍ତି ଯଦି ସମ୍ପୂର୍ଣ୍ଣ ଫେରି ଆସିବ, ସେ ଅମଙ୍ଗଳ ଦୂର ବି କରିଦିଅନ୍ତି। ଯେମିତି ଏଲିଓ ଯାଇକି ଆହାବକୁ କହିଲେ ତୁମର ବଂଶ ଉତ୍ପାତିତ ହେବ, ବିନଷ୍ଟ ହେବ, ଗଡ଼ ପ୍ରାଚୀର ନିକଟରେ ରକ୍ତ ଚାଟିକି ଖାଇବେ, ତୁମର ବଂଶ ସମୂଳେ ଉତ୍ପାତିତ ହେବ। ସେତେବେଳେ ଏଲିଓ ଉପବାସ କରନ୍ତି, ପରମେଶ୍ୱର ତାଙ୍କ ସମୟରେ ସେ ଅମଙ୍ଗଳକୁ ଦୂର କରିଦେଲେ। କାହିଁକି ହେବ ନାହିଁ? ପ୍ରଭୁଙ୍କ ପାଖରେ ବସିକି ଉପବାସ କରିକି ଆପଣ ଜୀବନକୁ ଯଦି ଆମେ ସଜାଡ଼ିବା, ପରମେଶ୍ୱର ଆମର ଦୁଃଖକୁ ଆନନ୍ଦରେ ପରିଣତ କରିବେ। ପରମେଶ୍ୱର କାହିଁକି ଦୁଃଖ ଦିଅନ୍ତି? ଦୁଃଖ ଦେବାର ତୃତୀୟ କାରଣ, ପରମେଶ୍ୱର ଯଦି ଦୁଃଖ ଦିଅନ୍ତି, ପ୍ରଥମ କାରଣ ଆମକୁ ପବିତ୍ରତାର ସହଭାଗୀ କରାଇବା ପାଇଁ। ଦ୍ୱିତୀୟ କାରଣ ମୁଁ କହିଲି ଆପଣମାନଙ୍କୁ, ପରମେଶ୍ୱର ଆମକୁ ସମ୍ପୂର୍ଣ୍ଣ ଫେରାଇ ଆଣିବା ପାଇଁ, ଆମର ଦୁଃଖକୁ ଆନନ୍ଦରେ ବଦଳାଇବା ପାଇଁ। ତୃତୀୟ କାରଣ, ଯଦି ସେ ଆମକୁ ଦୁଃଖ ଦିଅନ୍ତି, ପ୍ରଭୁଙ୍କ ଲୋକମାନେ ସେ ଆମକୁ ମୁକୁଟର ଅଧିକାରୀ କରିବା ପାଇଁ ଦୁଃଖ ଦିଅନ୍ତି। ପ୍ରକାଶିତ 2:10 ପଢନ୍ତୁ। ତୁମ୍ଭେ ମରଣ ପର୍ଯ୍ୟନ୍ତ
ସେଇ ମଣ୍ଡଳୀର ଲୋକମାନେ ସେମାନେ କୌଣସି ପାପରେ ନାହାନ୍ତି, ତଥାପି ପରମେଶ୍ୱର କହୁଛନ୍ତି ତୁମେ ଯେଉଁ ଦୁଃଖ ଭୋଗ କରିବା ପାଇଁ ଯାଉଛ। ଶୁଣନ୍ତୁ, ଜଣେ ବ୍ୟକ୍ତିକୁ ଦୁଃଖ ପଡିଛି ବୋଲି ଭାବୁ ଭାବୁ ଆମେ ସାଙ୍ଗେ ସାଙ୍ଗେ କହିଦେଉ ପାପ କରିଥିବ, କିନ୍ତୁ ସେଇ ମଣ୍ଡଳୀର ଲୋକମାନଙ୍କୁ ପରମେଶ୍ୱର ପାପ ହେତୁରୁ ଦୁଃଖ ଦେଇନାହାନ୍ତି। ଯଦି ସେମାନଙ୍କୁ ଦୁଃଖ ଦିଆଯାଇଛି, ସେ ଦୁଃଖକୁ ସେମାନେ ସହ କରିକି ତାହାକୁ ଜୟ କରିବାକୁ ପଡିବ। ଲେଖା ଅଛି ତୁମମାନଙ୍କର ପରୀକ୍ଷା ନିମନ୍ତେ ଶୟତାନ କାହାରିକୁ ସମସ୍ତଙ୍କୁ ନାହିଁ। ମୁଁ କହିବା ପାଇଁ ଚାହେଁ, ପରମେଶ୍ୱର ବେଳେ ବେଳେ ଆମର ପରୀକ୍ଷା ନିମନ୍ତେ ଦୁଃଖ ପଠାନ୍ତି। ଆମେ ବହୁତ ଭଲ ପ୍ରାର୍ଥନା ଜୀବନ ବିତାଉଥିଲା ବେଳେ ଦୁଃଖ ଆସି ପହଞ୍ଚିବ। ଆମେ ବହୁତ ପବିତ୍ର ଜୀବନ ବିତାଉଥିଲା ବେଳେ ଦୁଃଖ ଆସି ପହଞ୍ଚିବ। ଆମେ ଭଲରେ ସେବା କାର୍ଯ୍ୟରେ ଦୌଡ଼ିଲେ ଦୁଃଖ ଆସି ପହଞ୍ଚିବ। ପ୍ରଭୁଙ୍କ ଲୋକମାନେ ସେତିକି ବେଳକୁ କେମିତି ଆପଣ ଜୟ କରିବେ? ଆପଣ କିଛି ଭୁଲ କରୁନାହାନ୍ତି, ଆପଣ ପାପ କରୁନାହାନ୍ତି, ଆପଣ ଆତ୍ମିକ ଜୀବନ ବିତାଉଛନ୍ତି। ଆପଣ ପବିତ୍ର ଜୀବନ ବିତାଇଲା ବେଳେ ହଠାତ୍ ଅକସ୍ମାତ ଦୁଃଖ ଆସି ପଡିବ। ଶୁଣନ୍ତୁ, ସେତିକି ବେଳକୁ ଆପଣଙ୍କୁ ଦୁଃଖ ସହିବାକୁ ହିଁ ପଡିବ, ଅଲଗା ରାସ୍ତା ନାହିଁ। ସେ ଦୁଃଖ ଦୂର ହେବ ନାହିଁ। ସେ ଦୁଃଖ ଆମକୁ ପରୀକ୍ଷା କରିବା ପାଇଁ ଆସେ କି ଆମେ କେତେ ଧୈର୍ଯ୍ୟଶୀଳୁ, ଆମେ କେତେ ସହିଷ୍ଣୁ ହୋଇଛୁ, ଆମେ କେତେ ଈଶ୍ୱରଙ୍କର ସବୁ ପଥରେ ସନ୍ତୁଷ୍ଟ ହେଇକି ଚାଲୁଛୁ ନା ନାହିଁ, ଆମକୁ ପରୀକ୍ଷା କରିବା ପାଇଁ ଆସେ। ଅଚାନକ ପୋଟାସିୟମ ସଭାରେ ଫେରିଲା ବେଳେ ଆକ୍ସିଡେଣ୍ଟ ହେଇଗଲା। ଡ୍ରାଇଭର ବାବୁ ବହୁତ କାନ୍ଦୁଥିଲେ। କାହିଁ କାନ୍ଦୁଛନ୍ତି? ଆମେ ମଦ କିଣିବାକୁ ଗଲାବେଳେ ହେଇଯାଏ, ଆମେ ଉପବାସ କରିକି ଯାଇଥିଲୁ, ରାସ୍ତା ସାରା ଉପବାସ କରିକି ପୋଟାସିୟମ ପହଞ୍ଚିଲୁ। କାହିଁକି ପ୍ରଭୁ ସେଠାରେ କାମ କରୁଥିଲେ? ଏକ ସଭାରୁ ଆଉ ଗୋଟିଏ ସଭା ବେଳକୁ ଯଦି ରାସ୍ତାରେ ଏମିତି ହେଇଛି, ଆମକୁ ଧୈର୍ଯ୍ୟରେ ବିଷୟବାକୁ ପଡିବ। ସବୁ ଦୁଃଖ ଆମର ପାପର ଦଣ୍ଡ ନୁହେଁ, ବେଳେ ବେଳେ ଆମର ବିଶ୍ୱସ୍ତତାର ପରୀକ୍ଷା ହୁଏ। ଆୟୁବ ପାପ କରିନାହିଁ, କିନ୍ତୁ ସେ ଦୁଃଖ ଆସିଲା ତାର ଆଶୀର୍ବାଦ ଦ୍ୱିଗୁଣ କରିବ। ଧାର୍ମିକ ମାନଙ୍କୁ, ପାଳକ ମାନଙ୍କୁ, ପ୍ରଚାରକ ମାନଙ୍କୁ ବିପଦ ପଡିଗଲେ ସାଙ୍ଗେ ସାଙ୍ଗେ ବିଚାର କଥା ହେଇ କୁହନ୍ତୁ ନାହିଁ କିଛି ଗୋଟେ ପାପ କରିଥିବ ବୋଲି। ବେଳେ ବେଳେ ଧାର୍ମିକ ମାନଙ୍କୁ ପ୍ରଭୁ ଦୁଃଖରେ ପକାନ୍ତି ତାଙ୍କର ପ୍ରମୋଶନ କରିବା ପାଇଁ, ତାଙ୍କୁ ଜୀବନ ମୁକୁଟର ଅଧିକାରୀ କରାଇବା ପାଇଁ, ତାଙ୍କ ମସ୍ତକକୁ ଗୌରବର ମୁକୁଟରେ ପରିଣତ କରିବା ପାଇଁ। ଏଣୁ ପ୍ରଭୁଙ୍କ ଲୋକମାନେ, ଯଦି ଆପଣ କୌଣସି ଦୋଷ ତ୍ରୁଟି ଭୁଲ କରିନାହାନ୍ତି ଆଉ ଆପଣଙ୍କ ଉପରେ ଦୁଃଖ ଆସୁଛି, କାନ୍ଦିବେ ନାହିଁ, ସହ କରିବେ, ନିନ୍ଦା କରିବେ ନାହିଁ, କେବେ ପ୍ରଶ୍ନ ପଚାରିବେ ନାହିଁ ପ୍ରଭୁ ମୋ ଘରେ କାହିଁକି ଏମିତି ହେଲା, କେବେ କହିବେ? ଆୟୁବ ମୁଖରେ ଦୋଷ ଦେଲା ନାହିଁ। ଆୟୁବ କହିଲା ନାହିଁ କି ପ୍ରଭୁ ମତେ କାହିଁକି ଏମିତି କଲ? ସେ କହିଲା ମଙ୍ଗଳ ଖାଲି ନେବା କି, କଣ ଅମଙ୍ଗଳ ନେବା ନାହିଁ? ସେ ପ୍ରଭୁଙ୍କୁ ନିନ୍ଦା କଲା ନାହିଁ। ଧାର୍ମିକ ଜୀବନ ବିତାଉ ଯଦି ଦୁଃଖ ଆସେ, କ୍ଲେଶ ଆସେ, ପରୀକ୍ଷା ଆସେ, ପ୍ରଭୁଙ୍କ ଲୋକମାନେ ତାହା ସହିବାକୁ ପଡିବ। ଯଦି ଆମେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ହେଇକି ସହିଲୁ, ତେବେ ଜୀବନ ମୁକୁଟକୁ କିଏ ଅଟକାଇ ପାରିବେ? କିନ୍ତୁ ଟିକେ ବିପଦ ପଡିଲେ ଯୋଉମାନେ ଭାଙ୍ଗି କରି ଯୀଶୁଙ୍କୁ ନିନ୍ଦା କରି ଗିର୍ଜା ଯିବା ବନ୍ଦ କରିଦଉଛନ୍ତି। ମୁଁ ଏଥିପାଇଁ ପରେ ଗିର୍ଜା ଯାଉନାହିଁ, ଗଲେ ବିପଦ ଆସୁଛି। ମୁଁ କହିବା ପାଇଁ ଚାହେଁ ଆପଣମାନଙ୍କୁ, ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ପଥ ଯୀଶୁ ନିଜେ କହିଛନ୍ତି, ଜଗତରେ ତୁମ୍ଭମାନଙ୍କ ପାଇଁ କଣ ଅଛି? ଏ ରାସ୍ତା ହିଁ କ୍ଲେଶର ରାସ୍ତା। ଯେତେବେଳେ ମୋର ହାତ ଭାଙ୍ଗି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି, ପ୍ରଭୁ କଣ ମତେ ଶିଖେଇବାକୁ ଚାହୁଁଛ ମତେ ଟିକେ ଜଣେଇ।
ମୁଁ ଆଜି ଯାଇ କାନ୍ଦି ନାହିଁ କି ସୁସ୍ଥ କର ବୋଲି ମାଗି ମଧ୍ୟ ନାହିଁ। ଆପଣମାନେ କଲେ ମୁଁ କାହିଁକି ମାଗିଦେବି ଆଜ୍ଞା? ଆମେ ତାଙ୍କ ରକ୍ତରେ କିଣା ହେଇଛୁ। ଆମେ ନିଜେ ନିଜର ନା ହଉ, ଆମର ମସ୍ତକର କେଶ ଗଣି କରି ରଖିଛନ୍ତି। ତାଙ୍କ ଅନୁମତି ବିନା କିଛି ହେବ ନାହିଁ। ଯଦି କିଛି ବି ହୁଏ ଆମର ପ୍ରମୋଶନ ପାଇଁ ହୁଏ। ଆମକୁ ବିଶ୍ୱସ୍ତ ରହିବାକୁ ପଡ଼ିବ। ତାଙ୍କ ଅଜାଣତରେ, ତାଙ୍କ ବିନା ଉଦ୍ଦେଶ୍ୟରେ କୌଣସି ଦୁଃଖ କେବେ ଘଟେ ନାହିଁ ଧାର୍ମିକ ମାନଙ୍କ। ଏଣୁ ମୁଁ କହିବା ପାଇଁ ଚାହେଁ, ବେଳେବେଳେ ଧାର୍ମିକ ମାନଙ୍କର ଉନ୍ନତି ପାଇଁ ସେ ଦୁଃଖ ଦିଅନ୍ତି, ସେମାନଙ୍କୁ ମୁକୁଟର ଅଧିକାରୀ କରାଇବା ପାଇଁ। କିନ୍ତୁ ସେଠାରେ ଗୋଟେ ବଡ ରହସ୍ୟର କଥା ଅଛି। କଣ? ଆଉ ଥରେ ପଢିଯିବ 2:10। ଯେଉଁ ସବୁ ଦୁଃଖ ଭୋଗ କରିବାକୁ ଯାଉଅଛ, ସେହି ସବୁ ଭୟ କର ନାହିଁ। ଦେଖ, ତୁମମାନଙ୍କ ପରୀକ୍ଷା ନିମନ୍ତେ ସୟତାନ ତୁମମାନଙ୍କ ମଧ୍ୟରୁ କାହାରି କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ 10 ଦିନ କ୍ଲେଶ ଭୋଗ କରିବ। ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ। ସେଥିରେ ଆମ୍ଭେ ତୁମକୁ ଜୀବନଙ୍କ ମୁକୁଟ ଦେବୁ। ସୟତାନ ପରୀକ୍ଷା କରିବ। ଶୁଣନ୍ତୁ ଧ୍ୟାନରେ, ସୟତାନ ପରୀକ୍ଷା କରିବ, କିନ୍ତୁ ଆମେ ମୁକୁଟ ଦେବୁ। କେମିତି କଥା ହେଇଛି? ମୁକୁଟ କିଏ ଦେବେ? ପରମେଶ୍ୱର। ପରୀକ୍ଷା କିଏ କରିବ? ଶୁଣନ୍ତୁ, ଯିଏ ପରୀକ୍ଷା କରିବ ସିଏ 5 ମାର୍କ ଦେବାର ଅଛି। ତାହେଲେ ଯାଇକି ବୋର୍ଡ ଅଫିସରେ ମୁକୁଟ ମିଳିବ। ମତେ ଆପଣମାନେ ଭଲ ବୋଲି କହିପାରେ, ମୁଁ ଧଳା ଡ୍ରେସ୍ ପିନ୍ଧିକି ଠିଆ ହେଇଛି। କିନ୍ତୁ ସୟତାନ ଆସିକି ମୋ ବିରୁଦ୍ଧରେ 5 ମାର୍କ ଦେବାର ଅଛି। ଜିତୁନି ମା ପବିତ୍ର ବୋଲି ଦେବ କି ସେ? ଏଠାରେ ଆମେ ଧଳା ଶାଢୀ ପିନ୍ଧି, ଧଳା ଡ୍ରେସ୍ ପିନ୍ଧି, ଆଣ୍ଠ ଭାଙ୍ଗି, ଟିକେ ମନ୍ଦିର କାନ୍ଦଣା କାନ୍ଦି, ଟିକେ ସତ କାନ୍ଦ ଦେଖାଉଛି କାର ଆମେ ଏକ୍ଟିଂ କରିକି ଧାର୍ମିକ ଦେଖେଇ ପାରେ। କିନ୍ତୁ ସୟତାନ କହିବ କି ହଁ ଏ ସତରେ ଆତ୍ମିକ ବୋଲି। ସୟତାନ ପରୀକ୍ଷା କରିବ, ସେ ଚେଷ୍ଟା କରିବ କୋଉ ଆଡୁ ହେଲେ ଟିକେ ମାର୍କ କାଟିଦେବି ବୋଲି। ଆଜ୍ଞା, ଆପଣଙ୍କର ଟିଚର ଯଦି ବେଶୀ ଷ୍ଟ୍ରିକ୍ଟ ହେଇଥିବ ଗ୍ରେସ୍ ମାର୍କ ଦେବ ନାହିଁ। ଉଲ୍ଟା କୋଉଠୁ କାଟିବି ବୋଲି ସେ ଖୋଜିବ। ଶୁଣନ୍ତୁ, ଆମ ପ୍ରଭୁ ନିଜେ ଆମକୁ ପରୀକ୍ଷା କରନ୍ତି, କିନ୍ତୁ ମୁକୁଟ ଦେବା ପାଇଁ ହେଲେ ଅଲଗା ଡିପାର୍ଟମେଣ୍ଟ ପଠାନ୍ତି ପରୀକ୍ଷା କରନ୍ତି। କାହିଁକି? ସୟତାନ ଯଦି ଆପଣଙ୍କୁ ପରୀକ୍ଷା କରିକି ଆପଣଙ୍କ ବିଷୟରେ ସାର୍ଟିଫିକେଟ ଦେବ ନାହିଁ, ତାହେଲେ ସ୍ୱର୍ଗରେ ଆପଣଙ୍କ ମୁକୁଟ ମିଳିବ ନାହିଁ। ଆମେ ନିଜେ ଦୃଷ୍ଟିରେ ଭଲ ହେଇପାରୁ, କିନ୍ତୁ ସୟତାନ ପରୀକ୍ଷା କରିକି ଓକେ କରିବାର ଅଛି। ଯୀଶୁଙ୍କୁ ସୟତାନ ପରୀକ୍ଷା କଲା, ଶିଷ୍ୟମାନଙ୍କୁ ସୟତାନ ପରୀକ୍ଷା କଲା, ଆୟୁବଙ୍କୁ ସୟତାନ ପରୀକ୍ଷା କଲା। ଆଉ ଶୁଣନ୍ତୁ, ପାଉଲଙ୍କୁ ମଧ୍ୟ ସୟତାନ ପରୀକ୍ଷା କଲା। ପ୍ରତ୍ୟେକ ସାଧୁମାନଙ୍କ ପଛରେ ସୟତାନ ପଡିବ। ଆଉ ଶରୀରରେ କ୍ଲେଶ ଆସିବ। ଶରୀରରେ କ୍ଲେଶ ଆସିବ। କାହାରି କାହାରିକୁ କାରାଗାରରେ କଣ ମିଳେ? ଦୁଃଖ, କ୍ଲେଶ। ସେତିକି ବେଳକୁ ସେମାନେ ପ୍ରାର୍ଥନା ଛାଡ଼ିବେ ନା ଛାଡ଼ିବେ ନାହିଁ? ଶୟତାନ ଜଗି ବସିଥିବ। ଦୁଃଖ ବଢିଗଲା ବେଳେ ଧାର୍ମିକ ମାନେ ପ୍ରଭୁଙ୍କୁ ଧରିଥିବେ ନା ଛାଡ଼ିଦେବେ? ଶୟତାନ ଅନାଇ ବସିଥିବ। ମୋର ହାତ ଭାଙ୍ଗିଲା ବେଳେ ମୋ ହାତ ସୁସ୍ଥ କଲେ ବୋଲି ପ୍ରାର୍ଥନା ଏମିତି ଯାଇପାରିବି, କିନ୍ତୁ ପ୍ରାର୍ଥନା କରୁଛି। ମୁଁ କହିବା ପାଇଁ ଚାହେଁ, 15 ବର୍ଷ ବୟସରେ କିଛି ନ ଜାଣିବା ବୟସରେ ପ୍ରଭୁଙ୍କ ପଛରେ ଚାଲି ଆସିଛ। ଏଇଟା କିଛି ପାଇବା ଆଶାରେ ନାହିଁ। ଏତେ ଶସ୍ତା ନାହିଁ ଆମେ ତାଙ୍କ ରକ୍ତରେ କିଣା ହଉ। ଏତେ ଶସ୍ତା ନାହିଁ। ସଂସାରରେ ଆମର ମୂଲ୍ୟ ଥାଇପାରେ, କିନ୍ତୁ ଶୟତାନ ଆମକୁ ପରୀକ୍ଷା କଲା ବେଳେ ଗୋଟିଏ ହେଲେ ମାର୍କ କମ୍ ନ ହେବାର ଅଛି। ପ୍ରଭୁଙ୍କ ଲୋକମାନେ ଏଣୁ ଆମକୁ ଦୁଃଖ ଦେବା ପାଇଁ ଶୟତାନକୁ ପ୍ରଭୁ ଆପଏଣ୍ଟମେଣ୍ଟ ଦିଅନ୍ତି। ଆପଣ କେମିତି ତାକୁ ଜୟ କରିବେ? ପଢନ୍ତୁ, ତାକୁ ଜୟ କରିବାର କଥା କହିକି ମୁଁ ସମାପ୍ତ କରିବି। ପ୍ରଥମ ଚିତ୍ର 5, 7, 8, 9। ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର
ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ସଚେତନ ହୋଇ ଜାଗ୍ରତ ରୁହ। ଶୁଣନ୍ତୁ, ଶୟତାନ ଯେତେବେଳେ ସିଂହ ପ୍ରାୟ ଗର୍ଜନ କରେ, ସେ କଣ କଣ କରେ, କି ପ୍ରକାର ତାହାର ଗର୍ଜନ ଟିକେ ମୁଁ କହିବି ଆପଣଙ୍କୁ। ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ କାଟିବ ଏହା ଖୋଜି ବୁଲୁଅଛି। ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର। ପୁଣି ଏହା ଜାଣ ଯେ ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖ ଭୋଗ ଘଟୁଅଛି। ସମସ୍ତ ଅନୁଗ୍ରହର ଆକାରଟି ଈଶ୍ୱର ଆପଣ ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି। ସେତିକି ଥାଉ। 7 ପଦରେ ଲେଖା ଅଛି, ତୁମମାନଙ୍କର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକା। ଶୁଣନ୍ତୁ, ଶୟତାନ ସିଂହ ପ୍ରାୟ ଗର୍ଜନ କଲାବେଳେ ତାର ଗର୍ଜନ କି ପ୍ରକାର? ପ୍ରଭୁଙ୍କ ଲୋକମାନେ ତାର ଗର୍ଜନ ବୋଲି ଆମେ କହୁ ଯେ ସେ କେମିତି ଗର୍ଜନ କରେ, ସେ ଗର୍ଜନ କଲେ କଣ କଣ ଆମ ଜୀବନରେ ଘଟେ? ପ୍ରଥମ, ଚିନ୍ତା ବଢିଯିବ। ସିଂହ ଗର୍ଜନ ବୋଲି କହିଲେ ଆଉ କିଛି ନାହିଁ, ଚିନ୍ତା ବଢିଯିବ। ଏଣୁକରି ଉପର ପଦରେ ପିତର କହୁଛନ୍ତି, ତୁମମାନଙ୍କର ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକାଅ। ତାମାନେ ଶୟତାନର ସିଂହ ଗର୍ଜନର ଅର୍ଥ ହେଉଛି ଆପଣମାନଙ୍କ ଘରେ ଏତେ ସମସ୍ୟା ଆସିବ ଯେ ଆପଣ ଚିନ୍ତାରେ ପଡ଼ିଯିବେ। ଶୁଣନ୍ତୁ, ସେତିକି ବେଳକୁ ଯେ ଚିନ୍ତାରେ ପଡ଼ିଲା ନାହିଁ, ସିଏ ହିଁ ସିଂହ ଗର୍ଜନକୁ ନ ଡରିବା ଲୋକ। ଆଜ୍ଞା, କେତେ ଲୋକ ଆମେ ଅଛୁ ଦୁଃଖ ପଡ଼ିଲେ ଚିନ୍ତା କରୁନାହୁଁ। ଶୟତାନ ଗର୍ଜନ କହିଲା ବେଳେ ଲେଖା ଅଛି ଏହି ପଦରେ, ମୁଁ ଆପଣମାନଙ୍କୁ ଶୁଣାଉଛି, ତୁମମାନଙ୍କ ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକାଅ, କାରଣ ସେ ତୁମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ସଚେତନ ହୋଇ ଜାଗ୍ରତ ରୁହ। ଅର୍ଥାତ୍ ତୁମ୍ଭମାନଙ୍କର ବିପକ୍ଷ ଚିନ୍ତା ଆଣେ। ଶୟତାନ ସିଂହ ପ୍ରାୟ ଗର୍ଜନ କରି ତୁମକୁ ଚିନ୍ତାରେ ଗ୍ରାସ କରିବ ବୋଲି କହିଲେ ଭୁଲ ହେବ ନାହିଁ। ସେ ଖୋଜି ବୁଲେ। ଆମ ଲୋକମାନେ ଗିର୍ଜା ଘରେ ବି କାନ୍ଦନ୍ତି, ଉପବାସ ପ୍ରାର୍ଥନାରେ ବି କାନ୍ଦନ୍ତି, ଘରେ ସମସ୍ୟା ପଡ଼ିଗଲେ ବି କାନ୍ଦନ୍ତି। ମୁଁ କହିବା ପାଇଁ ଚାହେଁ, ଯଦି ସମସ୍ୟା ପଡୁଛି, ପ୍ରାର୍ଥନାରେ ଯେତିକି କାନ୍ଦିବେ ମନ ଭାଙ୍ଗିଲା ପରି କାନ୍ଦନ୍ତି, ବାକି ସମୟରେ କାନ୍ଦିବାକୁ ହେବ ନାହିଁ। ଯଦି ବାକି ସମୟରେ ବି ଆପଣ କାନ୍ଦୁଛନ୍ତି, ତାର ଅର୍ଥ ଆପଣ ଭାଙ୍ଗି ପଡିଛନ୍ତି। ସଦା ପ୍ରଭୁଙ୍କ ବିଷୟକୁ ଆନନ୍ଦ ଆମର ବଡ଼ ଅଟେ। ପ୍ରାର୍ଥନାରେ କାନ୍ଦୁଛୁ ଯେତେ କାନ୍ଦିବେ, ଉପବାସରେ କାନ୍ଦୁଛୁ ଯେତେ କାନ୍ଦିବେ। ହାନ୍ନା ଯେତିକି କାନ୍ଦିବା ଉପବାସରେ, ପ୍ରାର୍ଥନାରେ, ତାପରେ ତାର ମୁଖ ବିଷଣ୍ଣ ମହିଳା, ବାକି ସମୟରେ କାନ୍ଦିବାକୁ ହେବ ନାହିଁ। ଆଜ୍ଞା, ଏଇ ପଦରେ ଲେଖା ଅଛି କେମିତି ତାର ସିଂହ ଗର୍ଜନ ଶୟତାନର ଗର୍ଜନ ତର୍ଜନକୁ ବନ୍ଦ କରିବେ, ତାର 9 ପଦରେ ଲେଖା ଅଛି। ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର। ପୁଣି ଏହା ଜାଣ ଯେ ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖ ଭୋଗ ଘଟେ। ତାମାନେ ଶୟତାନର ସିଂହ ଗର୍ଜନ ଦୁଃଖ ଘଟାଇବ। ଶୟତାନର ସିଂହ ଗର୍ଜନ ଦୁଃଖ ଆଣେ। ତୁମମାନଙ୍କର ଭାଇମାନଙ୍କର ଏତେ ଦୁଃଖ ହେଉଛି, ଶୟତାନ ଗର୍ଜନ କରି ବୁଲୁଛି, ଗ୍ରାସି ଦେବ, ଖାଇଦେବ, ମାରିଦେବ। ଶୁଣନ୍ତୁ, ଦୁଃଖ ଆସିଲେ ହିଁ ଚିନ୍ତା ବଢେ। ସୁଖ ଥିଲାବେଳେ କାହାରିକୁ ଚିନ୍ତା ହେବ ନାହିଁ। ପ୍ରମୋସନ ହେଲେ ଚିନ୍ତା ହୁଏ ନାହିଁ। ଭଲ ବୋହୂ ମିଳିଲେ ଘରେ ଚିନ୍ତା ବଢେ ନାହିଁ। ଚିଡ଼ିଚିଡ଼ିଆ ବୋହୂ ଗୋଟେ ମିଳିଗଲା, ଚିନ୍ତା ବଢିଯାଏ। ବିଜନେସ ଲସ୍ ହେଇଗଲା, ଚିନ୍ତା ବଢିଯାଏ। ରୋଗ ଧରିଲା, ଚିନ୍ତା ବଢିଯାଏ। ପ୍ରଭୁଙ୍କ ଲୋକମାନେ ଘରେ ବିପଦ ପଡିଗଲା, ଚିନ୍ତା ବଢିଯାଏ।
শয়তানের সিংহ গর্জন বলি কহিলে দুঃখর পরিবেশ, শয়তানের সিংহ গর্জন বলি কহিলে চিন্তাজনক পরিবেশ, কিন্তু তাহার প্রতিরোধ করিবা পাই গোটিয়ে উপায় দিয়া যাইছি, তাহা হচ্ছে বিশ্বাসরে স্থির রুহ। ଆଉ ଗୋଟିଏ ବିଶ୍ୱାସରେ ସ୍ଥିର ରହି କହିଲେ ମୁଁ ଜାଣେ ମୋ ମାଂସହୀନ ହେଲେ ମୋର ମୁକ୍ତିକର୍ତ୍ତାକୁ ଦେଖିବି। ସେ ଭାଙ୍ଗି ପଡ଼ିଲେ ନାହିଁ, ସେ ଭାଙ୍ଗି ପଡ଼ିଲେ ନାହିଁ। ପ୍ରଭୁଙ୍କ ଲୋକମାନେ ବିଶ୍ୱାସ କଣ ବୋଲି ଭାବୁଛନ୍ତି? ଯୀଶୁଙ୍କୁ ବିଶ୍ୱାସ କରିବା ଆମର ପରିତ୍ରାଣ ପାଇଁ ଠିକ ଅଛି, କିନ୍ତୁ ଶୟତାନକୁ ଜୟ କରିବାର ବିଶ୍ୱାସ ଟିକିଏ ଅଲଗା ଅଟେ। ଶୟତାନର ସିଂହ ଗର୍ଜନକୁ ନିରୁତ୍ତର କରିବାର ବିଶ୍ୱାସ ହେଉଛି ଆପଣ ଜମା ଚିନ୍ତା କରିବେ ନାହିଁ। ଏଣୁ ଯୀଶୁ ମାଥ୍ୟୁ 6 ଅଧ୍ୟାୟର 30, 31, 32, 33 କହିଲେ କଣ ଖାଇବ, କଣ ପିଇବ, କଣ ପିନ୍ଧିବ ଚିନ୍ତା କର ନାହିଁ। ହେ ଅଳ୍ପ ବିଶ୍ୱାସୀ ମାନେ ତୁମେ କାହିଁକି ଚିନ୍ତିତ? ତାମାନେ ବିଶ୍ୱାସ ଅଳ୍ପ ହେଲେ ଚିନ୍ତା ବେଶୀ ହୁଏ। ଜଣେ ପ୍ରଭୁଙ୍କ ମହାନ ଦାସ କହିଛନ୍ତି, when faith dies, worries take birth. ବିଶ୍ୱାସ ମରିଗଲେ ଚିନ୍ତା ଜନ୍ମ ହୁଏ। ମୁଁ କହିବା ପାଇଁ ଚାହେଁ ଅନେକଙ୍କର ବିପି ବଢି ଯାଉଛି, ଅନେକଙ୍କର ସୁଗର ବଢି ଯାଉଛି, ଅନେକଙ୍କୁ ରାତିରେ ନିଦ ହଉନାହିଁ, ଚିନ୍ତା କରି କରି ଦେହ ଶୁଖିଗଲାଣି। ମୁଁ କହିବା ପାଇଁ ଚାହେଁ ସିଂହ ଗର୍ଜନ ଚାଲିଛି। କେମିତି ତାହେଲେ ସିଂହ ଗର୍ଜନକୁ ବନ୍ଦ କରିବେ? ବିଶ୍ୱାସ ଦ୍ୱାରା। କଣ ବିଶ୍ୱାସ? ଅବ୍ରାହମ କେମିତି ବିଶ୍ୱାସ କଲେ? ସଦା ପ୍ରଭୁ ଯୋଗାଇବେ। ବସ ଯୋଗାଇବେ ବୋଲିକି ଚାଲିବା ଲୋକ ମୁହଁ ଶୁଖେଇକି ଚାଲିବ କି? ସଦା ପ୍ରଭୁ ମାଗିଛି ହମ୍ନା, ଏତିକି ବିଶ୍ୱାସ ଦେ, ମୁଁ ଆହୁରି କାନ୍ଦିବି ନାହିଁ, ମୁଖରେ ଉଦାସ ନାହିଁ। ଏଇଟା ହେଉଛି ବିଶ୍ୱାସ। ମୁଁ କହିବା ପାଇଁ ଚାହେଁ ଯଦି ଆପଣ ପ୍ରାର୍ଥନା କଲା ପରେ ବି ଯଦି ଆପଣ ଚିନ୍ତା କରୁଛନ୍ତି, ଆପଣ ଅଳ୍ପ ବିଶ୍ୱାସ ରଖନ୍ତି। ଶୟତାନ ଦୁଃଖ ଦ୍ୱାରା ଆମକୁ ପରୀକ୍ଷା କରିବା ପାଇଁ ସେ ଅନୁମତି ମାଗିକି ଆସେ। ଯଦି ଦୁଃଖ ବଢିବ ଆଉ ଆପଣ କିଛି ପାପ କରିନାହାନ୍ତି, ତାହେଲେ ମନେ ରଖନ୍ତୁ ବିଶ୍ୱାସରେ ସ୍ଥିର ରୁହନ୍ତୁ। ଚିନ୍ତା ଯଦି ଆସିଗଲା, ଦୁଃଖ ଯଦି ଚାପ ପକାଇଲା, ଆପଣଙ୍କର ନିଦ ଯଦି ଉଡ଼ିଗଲା, ସ୍ୱାସ୍ଥ୍ୟ ଯଦି ଖରାପ ହେଇଗଲା, ସିଂହ ଗର୍ଜନ ସାମ୍ନାରେ ଆପଣ ଡରି ଯାଇଛନ୍ତି। ମୁଁ ଈଶ୍ୱରଙ୍କ ବେଦୀରୁ କହୁଛି, ଆତ୍ମ ବଢିବା ପାଇଁ କହୁନାହିଁ। ଅନେକ ବର୍ଷ ହେଲା ମତେ ପ୍ରଭୁ ଶିଖିବାକୁ ଦେଲେ। ମୁଁ କେବେ ଚିନ୍ତା କରୁନି କେତେ ଭୟଙ୍କର ପରିସ୍ଥିତି ଆସୁନା କାହିଁକି ମୁଁ ଜାଣେ ମୋ ମୁକ୍ତିକର୍ତ୍ତା ଅଛି ବୋଲି। ସିଂହ ଗର୍ଜନ ବନ୍ଦ କରିବ ନାହିଁ ଶୟତାନ। ଆମ ପ୍ରଭୁ ଆମକୁ ଶୟତାନ ହାବୁଡ଼ରେ ଛାଡ଼ନ୍ତି ବିଶ୍ୱାସର ଯୁଦ୍ଧ କରିବା ପାଇଁ। ଯୁଦ୍ଧରେ ଜୟୀ ହେବ ସେହି ମୁକୁଟ ପାଇବ। ଖାଲି ଖ୍ରୀଷ୍ଟିଆନ ହେଲେ ପାଇବେ ନାହିଁ। ଶେଷ କଥା କହିକି ସମାପ୍ତ କରିବି। ପ୍ରଭୁ ଯଦି ଦୁଃଖ ଦିଅନ୍ତି, ତାଙ୍କ ଗୌରବର ଅଂଶୀ ହେବା ପାଇଁ ଦୁଃଖ ଦିଅନ୍ତି। ରୋମିଓ 8 ଅଧ୍ୟାୟ 18 ପଦ। କାରଣ ମୋ ବିଚାରରେ ଯେଉଁ ଗୌରବ ଆମମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ସୁଖ କିଛି ନୁହେଁ। ପ୍ରଥମ ପିତର 4:13-14। ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗରେ ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ। ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା ଅର୍ଥାତ୍ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି। ଯଦି ଆମେ ଖ୍ରୀଷ୍ଟଙ୍କ ହେତୁ ଦୁଃଖ ଭୋଗ କରୁଛୁ, ଯେତିକି ଦୁଃଖ ପଡ଼ିବ, ଯେତିକି କ୍ଲେଶ ପଡ଼ିବ, ଯେତିକି ନିନ୍ଦା ପଡ଼ିବ, ସେତିକି ହିଁ ଗୌରବ ମିଳିବ, ତାକୁ ଅଧିକ ମିଳିବ ନାହିଁ। ତାମାନେ ଧାର୍ମିକ ମାନଙ୍କ ପାଇଁ ଦୁଃଖ ଭଲ ଅଟେ। ପାପ ହେତୁରୁ ଦୁଃଖ ଆସେ, ଶୟତାନ ଦ୍ୱାରା ଦୁଃଖ ଆସେ। ପରମେଶ୍ୱର ଧାର୍ମିକ ମାନଙ୍କୁ ସିଦ୍ଧ କରିବା ପାଇଁ, ପବିତ୍ର କରିବା ପାଇଁ, ନମ୍ର କରିବା ପାଇଁ,
ଗୌରବର ଅଧିକାରୀ କରାଇବା ପାଇଁ, ଜୀବନ ମୁକୁଟର ଅଧିକାରୀ କରାଇବା ପାଇଁ ସେ ଦୁଃଖ ଦିଅନ୍ତି। ଆମେ ସମୀକ୍ଷା କରୁ ଆମକୁ ଦୁଃଖ କାହିଁକି ଦିଅନ୍ତି? ଯଦି ଆମର ଦୁଃଖ ଆମର ପାପ ହେତୁରୁ ହେଇଛି ଆମେ ଫେରି ଆସ। ଯଦି ଆମର ଦୁଃଖ ଆମକୁ ଜୀବନ ମୁକୁଟ ଦେବା ପାଇଁ ସେ ପରୀକ୍ଷା କରୁଛନ୍ତି, ଧୈର୍ଯ୍ୟ ଧରି ବିଶ୍ୱାସରେ ସ୍ଥିର ହେଇପାରିବ।